ହାଏ ଜୟ ଜଗନ୍ନାଥ। ମୁଁ ରାଜେଶ। 16 ଜାନୁଆରୀ 2024 ମଙ୍ଗଳବାର। ଆସନ୍ତୁ ଜାଣିବା ମୁଖ୍ୟ ଖବର। ପୁରୀରେ ସୁରକ୍ଷାକୁ ନେଇ ଅନୁଧ୍ୟାନ କରିଛନ୍ତି ଡିଜି ପୁରୀ ପୋଲିସ ମହାନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀ। ସମୀକ୍ଷା କରିଛନ୍ତି ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ସୁରକ୍ଷା ଅନୁଧ୍ୟାନ କରିଛନ୍ତି ଡିଜିପି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରୁ ଲୋକାର୍ପଣ ଉତ୍ସବ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆସନ୍ତା 17 ତାରିଖରେ ଲୋକାର୍ପଣ ଉତ୍ସବ ପୂର୍ବରୁ ଆଜି ପୁରୀରେ ସୁରକ୍ଷା ସ୍ଥିତି ଅନୁଧ୍ୟାନ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ। ଓଡ଼ିଶା ସମେତ ସମଗ୍ର ଭାରତବର୍ଷରେ ଜନଜାତି ସମାଜକୁ ଉନ୍ନତମାନର ଜୀବନଶୈଳୀ ପ୍ରଦାନ କରିବା ପାଇଁ ଗ୍ୟାରେଣ୍ଟି ଦେଇଛନ୍ତି। 24,000 କୋଟି ଟଙ୍କାର ଖର୍ଚ୍ଚ କରି ଆଦିମ ଜନଜାତି ତଥା 75 ପ୍ରକାର ଭିପିଟିଜ ଗୋଷ୍ଠୀଙ୍କୁ ସରକାରୀ ସୁବିଧା ଉପଲବ୍ଧ କରାଇବା ଦିଗରେ ପିଏମ୍ ଜନମନ ଏକ ମହାଅଭିଯାନ ବୋଲି ସୋମବାର କହିଛନ୍ତି। ପୂର୍ବତନ ମହେନ୍ଦ୍ର ସିଂ ଧୋନି 22 ଜାନୁଆରୀରେ ହେବାକୁ ଥିବା ରାମ ମନ୍ଦିର ସମାରୋହ ପାଇଁ ଅଯୋଧ୍ୟାକୁ ନିମନ୍ତ୍ରଣ କରାଯାଇଛି। ଧୋନିଙ୍କୁ ଏହି ସ୍ୱତନ୍ତ୍ର ନିମନ୍ତ୍ରଣ ରାଷ୍ଟ୍ରୀୟ ସ୍ୱୟଂସେବକ ଆର୍ଏସ୍ଏସ୍ ସହ ପ୍ରଦେଶ ସଚିବ ଧନଞ୍ଜୟ ସିଂ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ରଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଫୋନ୍ ଯୋଗେ କଥାବାର୍ତ୍ତା ହୋଇଛନ୍ତି, ଯେଉଁଥିରେ ଦ୍ୱିପାକ୍ଷିକ ସ୍ୱତନ୍ତ୍ର ତଥା ସୁବିଧାଜନକ କୌଶଳ ଭାଗିଦାରୀରେ ବିଭିନ୍ନ ପ୍ରକାରାତ୍ମକ ବିକାଶ ବିଷୟରେ ଆଲୋଚନା କରାଯାଇଛି। ଏହା ସହ ଭବିଷ୍ୟତରେ ପଦକ୍ଷେପ ପାଇଁ ଏକ ରୋଡ୍ମ୍ୟାପ୍ ପ୍ରସ୍ତୁତ କରାଯାଇଛି। ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ସୋମବାର ସନ୍ଧ୍ୟାରେ ଆରମ୍ଭ ହୋଇଛି। ବରଗଡ଼ ପାଲଟିଛି ମଥୁରା ନଗରୀ। ଏଥିସହ ବରଗଡ଼ କଂସ ରାଜୁତି ଆରମ୍ଭ ମଧ୍ୟ ହୋଇଛି। କଂସର ହାସ୍ୟ ଓ ଇଙ୍ଗିତରେ ମଥୁରା ନଗରୀ ଥରହର ହେବ। ଧନୁଯାତ୍ରା 11 ଦିନ ଧରି ଚାଲିବ। ବରଗଡ଼ ସହର ମଥୁରା କଟକରେ ରୂପାନ୍ତରିତ ହୋଇଥିବା ବେଳେ ଆମ୍ରପାଲି ପାଲଟିଛି ଗୋପପୁର।